नमस्कार। बहुत परिचा मोर यूट्यूब चैनल को स्वागत जनाऊँगी। ए भिडियो रे आमे आलोचना करिबा गत शुक्रवार दिन हिमाचल प्रदेश एवं उत्तर प्रदेश रे जो सब नारक कांड घटी जाइछि वर्षा जनित तापर आलोचना करिबा। किंतु ता पूर्व मु आपण मानकु अनुरोध करबी भिडियोटी प्रथम रु शेष पर्यंत देखिबे एवं लाइक शेयर सब्सक्राइब करे को भूलिबे नाही। कारण आपण मानकर प्रत्येकटी सब्सक्राइब गोटे नूतन नूतन प्रेरणा जोगाଉଛି ନୂଆ ନୂଆ ଭିडिଓ ନେଇକି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଦେଖିବା ଯେ ଗତ ଶୁକ୍ରବାର ଦିନ ସିମଲାର ପ୍ରମୁଖ ଗୋଟେ ବିଦ୍ୟାଳୟରେ ବା ସ୍କୁଲରେ ଭୟଙ୍କର ଭୂସ୍ଖଳନ ହେବା ଯୋଗୁଁ ସ୍କୁଲଟିକୁ 2 ଦିନ ପାଇଁ ବନ୍ଦ କରାଯାଇଛି ଆନୁଷ୍ଠାନିକ ଭାବରେ ସ୍କୁଲ ପ୍ରଶାସନ ତରଫରୁ। ଏବଂ ତାରି ସହିତ କାଙ୍ଗଡା ଜିଲ୍ଲାରେ ଏହିପରି ଅନ୍ୟ ଏକ ମହା ବିପର୍ଯ୍ୟୟ ଘଟିଛି ଯୋ ଦ୍ୱାରା କିଛି ଲୋକ କ୍ଷୟକ୍ଷତି ହେଇଛନ୍ତି ଏବଂ କିଛି ଲୋକ ମଧ୍ୟ ଆପଣଙ୍କର ନିଖୋଜ ଅଛନ୍ତି, ଯୋଉଟା ହଉଛି ଆପଣଙ୍କର ହିମାଚଳ ପ୍ରଦେଶର ସିମଲା ଏବଂ କାଙ୍ଗଡା ଅଞ୍ଚଳରେ। ଏଇଟା ହଉଛି ବଡ ହୃଦୟ ବିଦାରକ ସ୍ପର୍ଶକାତର ବିଷୟ ଯେ ବାରମ୍ବାର ହିମାଚଳ ପ୍ରଦେଶ ଉତ୍ତର ପ୍ରଦେଶ ଅର୍ଥାତ ହିମାଳୟର ପାଦଦେଶରେ ଥିବା ଯୋଉ ହିମାଳୟ ରାଜ୍ୟ ଗୁଡିକ ଯୋଉ ଏଇ ପ୍ରକାର ସମସ୍ୟାରେ ସମ୍ମୁଖୀନ ହଉଛନ୍ତି ବାରମ୍ବାର। ବର୍ତ୍ତମାନ ପରିପ୍ରେକ୍ଷୀରେ ଗୁଡାଏ ବନ୍ୟା ସେମାନେ ଦେଖି ସାରିଲେଣି, ଭୂସ୍ଖଳନ ଦେଖି ସାରିଲେଣି, ସଡକ ଦୁର୍ଘଟଣା ଦେଖି ସାରିଲେଣି ଏଇ ସବୁ ବର୍ଷା ଯୋଗୁ, ଆପଣଙ୍କର ମୌସୁମୀ ବର୍ଷା ଯୋଗୁ। ତ ଏଇ ପରିପ୍ରେକ୍ଷୀରେ ଆମେ ଯଦି କହିପାରିବା ରାଜ୍ୟ ପରିଚାଳନା କର୍ତ୍ତୃପକ୍ଷଙ୍କର ଯୋଉ କ୍ରମାଗତ ରିପୋର୍ଟ ଆମେ ଯଦି ଅନୁଧ୍ୟାନ କରିବା ସେ ଅନୁସାରେ ହିମାଚଳ ପ୍ରଦେଶରେ ଚଳିତ ବର୍ଷ ମୌସୁମୀ ବର୍ଷା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ବର୍ଷା ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ଆଗରୁ ଯାହା ଥିଲା ବର୍ତ୍ତମାନ ତାଠୁ ବଢି ଯାଇଛି। ତାହା ହଉଛି ଆପଣଙ୍କର 424 ଛୁଇଁଛି ମୃତ୍ୟୁ ସଂଖ୍ୟା। ମୃତକଙ୍କ ମଧ୍ୟରୁ ସେ 424 ମୃତ୍ୟୁ ବରଣ କରିଛନ୍ତି। ତନ୍ମଧ୍ୟରୁ ଆପଣଙ୍କ 242 ହଉଛନ୍ତି ବର୍ଷା ଜନିତ, କେବଳ ବର୍ଷା ବାଦଲ ଫଟା ମେଘ ଫୁଟା ବର୍ଷା ଯୋଗୁ ବା ଲଗାଣ ବର୍ଷା ଯୋଗୁ ହିଁ ମୃତ୍ୟୁବରଣ କରିଛନ୍ତି 242 ଜଣ। ଏବଂ ଆଉ 182 ଜଣ ସେମାନେ ଏଇ ବର୍ଷା ଜନିତ ଦୁର୍ଘଟଣା ଯୋଗୁ ବିଭିନ୍ନ ରୋଡ ଅଭାବ ଅସୁବିଧା ଯୋଗୁ ବା ଯାତାୟାତର ଅସୁବିଧା ଯୋଗୁ ରୋଡରେ ଦୁର୍ଘଟଣାଗ୍ରସ୍ତ ହେଇ ବା ଦୁର୍ଘଟଣାଗ୍ରସ୍ତ ହେଇ ଆପଣଙ୍କର 182 ଜଣ ମୃତ୍ୟୁବରଣ କରିଛନ୍ତି। ଏବଂ ଆପଣଙ୍କର ଏଇ ଯୋଉ ଲୋକମାନେ ମୃତ୍ୟୁବରଣ କରିଛନ୍ତି ଏବଂ ଅ, ଆହତ ଅଛନ୍ତି, ସେ ଆହତ ମାନଙ୍କ ମଧ୍ୟରୁ ଆପଣଙ୍କର 481 ଜଣ ସେମାନେ ସିଭିୟରଲି ଆଫେକ୍ଟେଡ ଅଛନ୍ତି ବା ଆଘାତ ହେଇଛନ୍ତି। ତ ଏହାରି ଭିତରେ ଏଇ ଯୋଉ ଅଛନ୍ତି ଆପଣଙ୍କର ଏତେ ଲୋକ ସବୁ ମୃତ୍ୟୁବରଣ କରିଛନ୍ତି ବା ଆଘାତ ହେଇଛନ୍ତି ବା ଆପଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି, ସେଥିମଧ୍ୟରୁ ଆଉ ଗୋଟେ ଦୁଃଖର ବିଷୟ ହେଲା ବର୍ତ୍ତମାନ ସୁଦ୍ଧା 45 ଜଣଙ୍କର ପତ୍ତା ମିଳୁନାହିଁ। ସେହି ଅଞ୍ଚଳର ବାସିନ୍ଦା ମାନଙ୍କର କହିବା ପ୍ରକାରେ ବା ରିପୋର୍ଟ ଅନୁସାରେ ଦାତା ସୂତ୍ର ଅନୁସାରେ ବର୍ତ୍ତମାନ ସୁଦ୍ଧା ଦୁଃଖର ବିଷୟ 50 ଜଣ କୋଉ ଜାଗାରେ ଅଛନ୍ତି ବା କେମିତି ସେମାନେ ପୋତେଇକି ଅଛନ୍ତି, କି ସେମାନେ ମରି ଯାଇଛନ୍ତି, କି ସେମାନେ ଅର୍ଦ୍ଧମରା ହେଇକି ସେମାନେ ଅଛନ୍ତି, ଜୀବନ କିଛି ଅଛି, ତାହାର କିଛି ପତା ମିଳୁନାହିଁ। ଏଇଟା ହଉଛି ହିମାଚଳ ପ୍ରଦେଶର ଦାରୁଣ ଚିତ୍ର ଯାହା ଏଇ ବନ୍ୟାରେ। ତେବେ ଆମେ ଯଦି ଆକଳନ କରିବା ବା ହିସାବ କରିବା ହିମାଳୟ ରାଜ୍ୟର ଯୋଉଟା କି ଆପଣଙ୍କର ହିମାଚଳ ପ୍ରଦେଶରେ ଯାହା ସବୁ ଆପଣଙ୍କର ଘଟଣା ଘଟି ଯାଉଛି ବନ୍ୟା ଜନିତ ଦୁର୍ଘଟଣା ଗୁଡ଼ିକ, ସେ ମଧ୍ୟରୁ 46ଟି ମେଘ ଫାଟିବା ବର୍ଷା ଅର୍ଥାତ ମେଘ ଫୁଟା ବର୍ଷା ଅର୍ଥାତ ଲଗାଣ ବର୍ଷା ବାଦଲ ଫଟା ଲଗାଣ ବର୍ଷା ତୁହାକୁ ତୁହା କେତେ ଥର ହେଇଛି ନା 46 ଥର। ଏବଂ ଆପଣଙ୍କର 98ଟି ବନ୍ୟାରେ ସେମାନେ ପ୍ରପୀଡ଼ିତ ହେଇଛନ୍ତି। ସେଇ ଅଞ୍ଚଳବାସୀ ଆପଣଙ୍କର 58ଟି ବନ୍ୟାରେ ପ୍ରପୀଡ଼ିତ ହେଇଛନ୍ତି। ଏବଂ ଆଉ କଣ ନା 144ଟି ବଡ ବଡ ଧରଣର ଭୂସ୍ଖଳନ ହେଇଛି, ଯୋଉ ଭୂସ୍ଖଳନରେ ଅନେକ ଲୋକ ମୃତାହତ ହେଇଛନ୍ତି। ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ମୁଁ ଆପଣମାନଙ୍କ ସମ୍ମୁଖକୁ ଆଣୁଛି, ଯାହା ମତେ ବି ବହୁତ କଷ୍ଟ ଲାଗୁଛି, ଯୋଉଟା କି ଆପଣମାନଙ୍କର ସ୍ପର୍ଶକାତର ହୃଦୟ ବିଦାରକ ଘଟଣା। ଯେ ଏଇ ଯୋଉ ଶୁକ୍ରବାର ଦିନ କାନ୍ତା ଦେବୀ ଅର୍ଥାତ୍ ଜଣେ ଭଦ୍ର ମହିଳା ତାଙ୍କର 2 ଜଣ ପୁତ୍ର ଯମଜ ପୁତ୍ର ଅର୍ଥାତ୍ ଟୁଇନ୍ସ ସନ୍ତାନ ମାନଙ୍କ ସହିତ ସେ ଘରେ ଥିଲେ। ସେଇ ସମୟରେ ଏଇ ଯୋଉ ଭୂସ୍ଖଳନ ହେଲା, ଭୂସ୍ଖଳନ ହେବା ଯୋଗୁ ସେ ଦୁଇଟି ଛୁଆକୁ ଦୁଇ ହାତରେ ଧରି ଗୋଟେ ଭାରି ଜିନିଷରେ ଚାପି ହେଇକି ଅଣନିଶ୍ୱାସୀ ହେଇକି ମୃତ୍ୟୁବରଣ କରିଛନ୍ତି। ୟା ଠାରୁ ଗୋଟେ ଦାରୁଣ ଚିତ୍ର ଆମେ କୋଉଠି ଦେଖିପାରିବାନି। କାରଣ ନିଜର ଛୁଆ ଦୁଇଟିକୁ ବଞ୍ଚିବାକୁ ଯାଇ ଯାଆଁଳା ଛୁଆକୁ ବଞ୍ଚିବାକୁ ଯାଇକି ସେ ଦୁଇ ହାତରେ ପିଲାମାନଙ୍କୁ ଧରିଛି, ଲେଫ୍ଟ ସାଇଡରେ ଗୋଟେ ପିଲାକୁ, ରାଇଟ ସାଇଡରେ ଗୋଟେ ପିଲାକୁ ଧରିଛି ଏବଂ ସେ ନିଜେ ଗୋଟେ ବଡ ଭାରି ଜିନିଷରେ ଚାପି ହେଇଯାଇଛି। ଚାରି କିଛି ସମୟ ରହିଛନ୍ତି କିନ୍ତୁ
ସେ ଜାଗାକୁ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଯୋଉମାନେ ଯାଉଛନ୍ତି ଯାଇପାରୁନାହାନ୍ତି, କାରଣ ପାହାଡ଼ିଆ ଅଞ୍ଚଳ। ସେ ପାହାଡ଼ିଆ ଅଞ୍ଚଳ ଦେଇ ଗଲାବେଳେ ଯୋଉ ଭୂସ୍ଖଳନ ହେଇଛି, ଭୂସ୍ଖଳନରେ ଯାଇକି ସେ ପାଖକୁ ପହଞ୍ଚିବା ପାଇଁ କଷ୍ଟ ହଉଛି। ସେଥିପାଇଁ ସେ ଏଇଟା ଗୋଟେ ସେଇ ଅଞ୍ଚଳର ଗୋଟେ ହୃଦୟ ବିଦାରକ ଏବଂ ସ୍ପର୍ଶକାତର ଭରା, ଯାହାକି ଟୁଇନ୍ସ ଛୁଆ 10 ବର୍ଷର 2 ଜଣ ବାଳକକୁ ନିଜ ମା ନିଜ ହାତରେ ଗୋଟେ ଭାରି ଜିନିଷରେ ଚାପି ହେଇକି ମୃତ୍ୟୁବରଣ କରିଛି। ତାହାରି ସହିତ ଆପଣଙ୍କର ଗପ ଗପେଶ୍ୱରରେ, ଯୋଉଟା ଚାମେଲି ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟତଃ ଆପଣଙ୍କର 50 ରୁ 60 କିଲୋମିଟର ହବ। 50 ରୁ 60 କିଲୋମିଟର ହବ। ଏକ ଶାନ୍ତ ପାହାଡିଆ ଗ୍ରାମ, ଯାହାକୁ ଆମେ କହିପାରିବା ଆପଣଙ୍କର ଲାଗାଫାଲିର ଆତ୍ମୀୟ ଏବଂ ଅନ୍ୟ ସମସ୍ତ ଗ୍ରାମବାସୀ ଏ ସମସ୍ତ ଘଟଣା ଦେଖି ବା ଏ ସମସ୍ତ ଚିତ୍କାର ଶୁଣି ସେମାନେ କ୍ରନ୍ଦନରେ ରହିଲେ, ବା ସେମାନେ କାନ୍ଦିବାକୁ ଲାଗିଲେ, ବା କ୍ରନ୍ଦନର ରୋଳ ଉଠିଲା। ଯୋଉଟା କି ସେ ଅଞ୍ଚଳରେ ଯୋଉ ବିଷାଦ ଘଟଣା ଗୁଡିକ ଘଟି ଯାଉଛି ବା ମର୍ମାନ୍ତକ ଘଟଣା ଗୁଡିକ ଘଟି ଯାଉଛି, ଏଇ ଯୋଉ ମେଘ ଫୁଟା ବର୍ଷା ବା ଲଗାଣ ବର୍ଷା ବା ବାଦଲ ଫଟା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହାକି ହିମାଳୟ ପ୍ରଦେଶରେ ଥିବା ବିଭିନ୍ନ ହିମାଚଳ ବୋଲନ୍ତୁ, ଉତ୍ତରାଖଣ୍ଡ ବୋଲନ୍ତୁ। ଶୁକ୍ରବାର ଦିନ ଅତି କମରେ ଆପଣମାନଙ୍କର ପୋଲିସର ସୂଚନା ଅନୁସାରେ 28 ବର୍ଷର ଜଣେ ଅ ସେକ୍ସନି ମହିଳା ନିଜର ପୁଅ ସହିତ ମୃତ୍ୟୁବରଣ କରିଛନ୍ତି। ସେମାନେ ବର୍ଷାରେ ସେମାନେ ନିଜ ଘରକୁ ଯାଉଥିଲେ, ଠିକ ସେ ସମୟରେ ବାଦଲ ଫଟା ବର୍ଷା ହେଲା ବା ମୂଷଳ ଧାରେ ବର୍ଷା ହେଲା ବା ଆପଣଙ୍କର କ୍ରମାଗତ ତୁହାକୁ ତୁହା ବର୍ଷା ହେବା ଫଳରେ ସେମାନେ ବାଟରେ ଗୋଟେ ପଥରରେ ବା ଶଙ୍ଖ ଦେଇ ବା ଗୋଟେ ରାସ୍ତା ଦେଇକି ଶଙ୍ଖ ଦେଇକି ଯାଉଥିଲେ, ସେ ସମୟରେ ପଥର ଫାଟିଗଲା ଏବଂ ସେଇଠି ପଡି ସେମାନେ ମୃତ୍ୟୁବରଣ କରିଛନ୍ତି। ଏଇ ପରିପ୍ରେକ୍ଷୀରେ ଆହୁରି ଗୋଟେ ହୃଦୟ ବିଦାରକ ଘଟଣା ଘଟିଛି, ଯୋଉଟା କି ଚାମେଲି ଜିଲ୍ଲା ଉତ୍ତରାଖଣ୍ଡ, ଡେରାଡୁନର ଉତ୍ତରାଖଣ୍ଡ ଚାମେଲି ଜିଲ୍ଲାରେ ବର୍ଷା ଗ୍ରସ୍ତ ହେଇକି ଗ୍ରାମ ଗୁଡିକ ଯୋଉ ବେହାଲ ହେଇଛନ୍ତି ବା ଯୋଉ ପ୍ରପୀଡ଼ିତ ହେଇଛନ୍ତି, ଯୋଉ ସମସ୍ୟାର ସମ୍ମୁଖୀନ ହେଇଛନ୍ତି ବିଭିନ୍ନ କ୍ଷେତ୍ରରେ, ଆପଣଙ୍କର ଖାଇବା ପିଇବା ପାଉନାହାନ୍ତି ବା ମୃତ୍ୟୁ ସଂଖ୍ୟା ବଢୁଛି, ଦିନକୁ ଦିନ ବିଭିନ୍ନ ପରିବାର ମୃତ୍ୟୁବରଣ କରୁଛନ୍ତି ଏବଂ ଭୂସ୍ଖଳନ ହଉଛି। ଭୂସ୍ଖଳନରେ ମଧ୍ୟ ଗାଁ ଗୁଡିକ ଘର ଗୁଡିକ ପୋତି ହେଇଯାଉଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସେ ଚାମେଲି ଜିଲ୍ଲାରେ ଯୋଉ କ୍ଷତିଗ୍ରସ୍ତ ହେଇଛନ୍ତି, ୟା ପୂର୍ବରୁ ଯାହା ହେଇଥିଲା 2 ଜଣ ମୃତ୍ୟୁବରଣ କରିଥିଲେ। ଗତକାଲି ଶୁକ୍ରବାର, ୟା ପୂର୍ବ ଦିନ ଶୁକ୍ରବାର ଦିନ 5ଟି ମୃତଦେହ କଣ ଭୂସ୍ଖଳନରେ ଯୋଉ ପୋତି ହେଇଥିଲେ ତାଙ୍କୁ ଉଦ୍ଧାର କରାଯାଇଛି। ଏଇଟା ହଉଛି ବହୁତ ହୃଦୟ ବିଦାରକ ଘଟଣା, ଯୋଉଟା ବସିକି ରହିବା ସମୟରେ ବା ଆପଣଙ୍କର ଶୋଇଥିବା ସମୟରେ ବା ଘରେ ଥିବା ସମୟରେ ଏଇଭଳି ଏକ ଭୂସ୍ଖଳନ ହଉଛି, ଯୋଉ ଦ୍ଵାରା ଲୋକମାନେ ଆଉ ପଦାକୁ ବାହାରି ପାରୁନାହାନ୍ତି। ଯୋଉ ଜାଗାରେ ଅଛନ୍ତି ସେଇ ଜାଗାରେ ହିଁ ମରିଯାଉଛନ୍ତି, ଯୋଉଟା କି ଦୈବୀ ଦୁର୍ବିପାକ ବୋଲି କହିବା, ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିବା। ଏଇ ପ୍ରାକୃତିକ ବିପର୍ଯ୍ୟୟ ବର୍ତ୍ତମାନ ହିମାଚଳ ପ୍ରଦେଶ ଏବଂ ଉତ୍ତରାଞ୍ଚଳରେ ଯୋଉ ସବୁ ଘଟଣା ଗୁଡିକ ଘଟି ଯାଉଛି, ତାହା ପ୍ରକୃତ ପକ୍ଷେ ମାନବିକ ଦୃଷ୍ଟିକୋଣରେ ଗୋଟେ ହୃଦୟସ୍ପର୍ଶୀ, ହୃଦୟ ବିଦାରକ, ସ୍ପର୍ଶକାତର ବିଷୟ, ଯାହାକି ଆମେ ବର୍ତ୍ତମାନ ସୁଦ୍ଧା ଦେଖିପାରୁଛୁ। ମୃତକ ସଂଖ୍ୟା ଯାହା ବର୍ତ୍ତମାନ ଉତ୍ତରାଖଣ୍ଡରେ ଗତ ଗତ ଭିଡିଓରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିଥିଲି 2 ଥିଲା, କିନ୍ତୁ ଆଜି ତାର ମୃତ୍ୟୁ ସଂଖ୍ୟା ହେଇଛି 7କୁ ବୃଦ୍ଧି ପାଇଛି, ଯାହାକି ବର୍ତ୍ତମାନ ସୁଦ୍ଧା ଆହୁରି 2ଟି ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ସେ 2ଟି ମୃତଦେହର କୌଣସି ପ୍ରକାର ପତ୍ତା ମିଳୁନାହିଁ ବା ସେମାନଙ୍କର ଠିକଣା ମିଳୁନାହିଁ। କୋଉ ଜାଗାର ଲୋକ ବା କୋଉ ଅଞ୍ଚଳର ଲୋକ ବା କୋଉ ଆତ୍ମୀୟ ଲୋକ, କାହାର ଲୋକ, ସେଇଟା ଜଣା ପଡୁନି। ଏଇଟା ହଉଛି ପ୍ରକୃତ ପକ୍ଷେ କହିବାକୁ ଗଲେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଞ୍ଚଳର ଯୋଉ ମୁଖ୍ୟ ଅ ଜାଗା ଗୁଡିକ ଅଛି ବା ଚାମେଲିର ଜିଲ୍ଲା ଗୁଡିକରେ ଯୋଉ ସବୁ ଦୁର୍ଘଟଣା ଗୁଡିକ ଘଟି ଯାଉଛି, ଏଇ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏବଂ ଏଇ ବର୍ଷା ଜନିତ ଘଟଣା ଯୋଗୁ, ଏଇ ବନ୍ୟା, ବାତ୍ୟା ଏବଂ ଆପଣଙ୍କର ଅ ଭୂସ୍ଖଳନ, ଯାହା ଅନେକ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦଉଛି ଏବଂ ଅନେକ ଲୋକଙ୍କର ଜୀବିକାକୁ ସେ ପୁରା ତଳକୁ ଖସେଇ ଦଉଛି, ଯୋଉଟା କି ଆପଣଙ୍କ 10 ବର୍ଷ ଉପର ଥିବା ଲୋକକୁ ଆପଣଙ୍କର 10 ବର୍ଷରୁ ତଳକୁ ଖସେଇ ଦଉଛି, ଯୋଉଟା କି ଅତି ହୃଦୟ ବିଦାରକ, ସ୍ପର୍ଶକାତର ଏବଂ ମର୍ମନ୍ତୁଦ ଘଟଣା, ଯାହାକି ହିମାଚଳ ପ୍ରଦେଶରେ ବୋଲନ୍ତୁ ବା ଆପଣଙ୍କର ଉତ୍ତରାଞ୍ଚଳ ବୋଲନ୍ତୁ, ଏଇଭଳି ଏକ ଘଟଣା ଘଟି ଆସୁଛି। ଆଜି ପର୍ଯ୍ୟନ୍ତ ଏହା ଅଛି ଆଜିର ତାଜା ଚିତ୍ର, ଯାହା ହିମାଚଳ ପ୍ରଦେଶ ଏବଂ ଉତ୍ତରାଞ୍ଚଳର ମୁଖ୍ୟ ବିଷୟବସ୍ତୁ। ଭିଡିଓଟି ଆପଣମାନେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ସମସ୍ତଙ୍କର ସତର୍କ ସୂଚନା ପାଇଁ ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।